ସାଙ୍ଗମାନେ ମୋ ୟୁଟ୍ୟୁବ୍ ଜର୍ଣ୍ଣିର ଏଇଟା ସବୁଠାରୁ ବେଷ୍ଟ ଭିଡ଼ିଓ ହେବା ପାଇଁ ଯାଉଛି, କାରଣ ଏସବୁ କଥା ଯାହା ମୁଁ କହିବା ପାଇଁ ଯାଉଛି ତାହା ହେଉଛି ମୋ ଅଙ୍ଗେ ଲିଭେଇଥିବା କଥା, କୌଣସି ଶୁଣା କଥା ନୁହେଁ। ଆଶା କରୁଛି ଆପଣମାନେ ଏହି ଭିଡ଼ିଓକୁ ସ୍କିପ୍ ନ କରି ଏହାକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ଆଉ ମୁଁ ଗ୍ୟାରେଣ୍ଟି ଦେଉଛି କି ଏହି ଭିଡ଼ିଓକୁ ଦେଖିସାରିବା ପରେ ଯଦି ଆପଣ ଏଇ 10ଟି କଥାକୁ ଫଲୋ କରନ୍ତି, ତାକୁ ମାନନ୍ତି, ତେବେ ଆପଣ ଲାଇଫରେ କେବେ ବି ଦୁଃଖୀ ରହିବେନି। ତେବେ ଚାଲନ୍ତୁ ଡେରି ନ କରି ଆଜିର ଏହି ଭିଡ଼ିଓକୁ ଷ୍ଟାର୍ଟ କରିବା। ସୋ ଲେଟ୍ସ ଷ୍ଟାର୍ଟ ଦ ଭିଡ଼ିଓ। ମଣିଷ କାହିଁକି ଦୁଃଖୀ ରହିଥାଏ? ଭାବନ୍ତୁ, ଗୋଟିଏ ଗାଁରେ 2 ଜଣ ଲୋକ ରହୁଛନ୍ତି। ସେ 2 ଜଣଙ୍କ ପାଖରେ ଘର ଅଛି, ପରିବାର ଅଛି, ଖାଇବାକୁ ଅଛି, ନାଇବାକୁ ଅଛି, ସବୁ କିଛି ଅଛି। କିନ୍ତୁ ସେ 2 ଜଣଙ୍କ ମଧ୍ୟରୁ ଜଣେ ସର୍ବଦା ଖୁସି ରହୁଛି, ଆଉ ଜଣେ ସର୍ବଦା ଦୁଃଖୀ ରହୁଛି। କାହିଁକି? ସାଙ୍ଗମାନେ ମୋତେ ଗୋଟେ କଥା କୁହନ୍ତୁ, କ'ଣ ଦୁଃଖର କାରଣ ଦାରିଦ୍ରତା ହେଇଥାଏ କି? ନା। କ'ଣ ଧନ ସମ୍ପତ୍ତିର ଅଭାବ ହେଇଥାଏ କି? ନା। ତାହେଲେ ମଣିଷ ଦୁଃଖୀ କାହିଁକି ରହିଥାଏ? ସତ କହିବା ପାଇଁ ଗଲେ ମଣିଷର ଦୁଃଖ ବାହାର ଦୁନିଆରୁ ଆସେନି, ବରଂ ସେସବୁ ତା ନିଜ ମନ ଆଉ ଭାବନାର ସୃଷ୍ଟି ହେଇଥାଏ। ଆଜି ଆମେ ଜାଣିବା କି ମଣିଷର ଦୁଃଖୀ ହେବାର 10ଟି ମୁଖ୍ୟ କାରଣ ଆଉ ଏହାକୁ କିପରି ଶେଷ କରାଯାଇପାରିବ ତା ବିଷୟରେ। ନମ୍ବର 1, ଓଭର ଏକ୍ସପେକ୍ଟେସନ୍ସ, ଅତ୍ୟଧିକ ଇଚ୍ଛା। ମଣିଷର ଇଚ୍ଛା କେବେ ବି ଶେଷ ହୁଏନି। ଆଜି ବାଇକ୍ ଦରକାର, କାଲି କାର୍ ଦରକାର, ବଡ଼ ଘର ଦରକାର, ପଇସା ଦରକାର। କିନ୍ତୁ କ'ଣ ସତରେ ଏସବୁ ମିଳିସାରିବା ପରେ ମଣିଷ ଖୁସିରେ ରହିଥାଏ? ନା। କାରଣ ଗୋଟିଏ ଇଚ୍ଛା ପୂରଣ ହେଇସାରିବା ପରେ ଆଉ ଗୋଟିଏ ଇଚ୍ଛା ଜନ୍ମ ନେଇସାରିଥାଏ। ଏଥିପାଇଁ ତ କୁହାଯାଇଛି, ଇଚ୍ଛା ହେଉଛି ଅନନ୍ତ, କିନ୍ତୁ ଆମମାନଙ୍କ ଜୀବନ ହେଉଛି ସୀମିତ। ଭଗବାନ ଆପଣଙ୍କୁ ଯେତିକି ଦେଇଛନ୍ତି, ଯାହା ବି ଦେଇଛନ୍ତି, ଆପଣ ସେଥିରେ ଖୁସି ହୁଅନ୍ତୁ। କାରଣ ଯାହା ଆପଣଙ୍କ ପାଖରେ ବର୍ତ୍ତମାନ ଅଛି, ଏହି ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ସେତିକି ବି ନାହିଁ। ନମ୍ବର 2, କମ୍ପାରିଜନ, ତୁଳନା। ଦୁନିଆରେ ଦୁଃଖର ସବୁଠାରୁ ବଡ଼ କାରଣ ହେଉଛି ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରିବା। ସେ କ'ଣ ପିନ୍ଧୁଛି, ସେ କ'ଣ ଖାଉଛି, କୋଉ କୋଉ ଗାଡ଼ି ଧରି ବୁଲୁଛି, ତା ଲାଇଫ୍ କାହିଁକି ଭଲରେ ଚାଲିଛି। ଏହିସବୁ ଚିନ୍ତାଧାରା ମଣିଷକୁ ଭିତରୁ ହିଁ ଭିତରୁ ଖାଇଯାଏ। ମନେ ରଖନ୍ତୁ, ତୁଳନା ହେଉଛି ଗୋଟିଏ ବିଷ ବୃକ୍ଷ। ସମସ୍ତଙ୍କ ଲାଇଫ୍ ଅଲଗା ଅଲଗା ହେଇଥାଏ, ସମସ୍ତଙ୍କ ପରିସ୍ଥିତି ବି ଅଲଗା ଅଲଗା ହେଇଥାଏ। ତ ନିଜର ତୁଳନା କେବେ ବି ଅନ୍ୟମାନଙ୍କ ସହିତ କରନ୍ତୁନି, କି ଦୁଃଖକୁ ଅଯଥାରେ ଡାକନ୍ତୁନି। ନମ୍ବର 3, ଆଟାଚମେଣ୍ଟ ଆଣ୍ଡ କ୍ଲିଙ୍ଗିଂ, ଆସକ୍ତି ଆଉ ମୋହ। ଯେତେବେଳେ ଆମେ କୌଣସି ଜିନିଷ କିମ୍ବା ଲୋକ ସହିତ ଅତ୍ୟଧିକ ଆସକ୍ତ ହେଇଯାଉ, ତ ତାକୁ ହରାଇବାର ଭୟ ଆମକୁ ଦୁଃଖିତ କରିଥାଏ। ଏଇ ଘର ମୋର, ଏଇ ସମ୍ପର୍କ ମୋର, ଏଇ ଟଙ୍କା ମୋର, ଏଇ ଗାଡ଼ି ମୋର। କିନ୍ତୁ ସତ୍ୟ ହେଉଛି ଏସବୁ କିଛି କ୍ଷଣସ୍ଥାୟୀ। ଜୀବନର ନିୟମ ହେଉଛି ଯାହା ଆସିଛି ତାହା ଦିନେ ଚାଲିଯିବ। ନା ଆପଣ କିଛି ଆଣିକି ଆସିଥିଲେ, ନା କିଛି ନେଇକି ଯିବେ। जो कल तेरा था वो आज मेरा है, जो आज मेरा है वो कल किसी और का होगा। ଯଦି ଆପଣ ଏହି ସତ୍ୟକୁ ଗ୍ରହଣ କରିନିଅନ୍ତି, ତେବେ ଅନେକ ଦୁଃଖ ଆପେ ଆପେ ଉଭାନ ହେଇଯିବ। ନମ୍ବର 4, ଅଲୱେଜ ଥିଙ୍କିଂ ଏବାଉଟ୍ ପାଷ୍ଟ ଆଣ୍ଡ ଫ୍ୟୁଚର, ସର୍ବଦା ଅତୀତ ଆଉ ଭବିଷ୍ୟତ ବିଷୟରେ ଚିନ୍ତା କରିବ। ସାଧାରଣତଃ ଅଧିକାଂଶ ଲୋକ 2ଟା କାଳରେ ବଞ୍ଚନ୍ତି। ଗୋଟିଏ ହେଉଛି ଅତୀତ, ଯେଉଁଠି ଅନୁତାପ ଆଉ ଭୁଲ ଥାଏ, ଆଉ ଗୋଟେ ହେଉଛି ଭବିଷ୍ୟତ, ଯେଉଁଠି ଭୟ ଆଉ ଚିନ୍ତା ଥାଏ। କିନ୍ତୁ ସେମାନେ ପ୍ରେଜେଣ୍ଟକୁ, ବର୍ତ୍ତମାନକୁ ଯିବା ହିଁ ଭୁଲିଯାଆନ୍ତି। ସାଙ୍ଗମାନେ ମନେ ରଖନ୍ତୁ, ଯେଉଁ ମୁହୂର୍ତ୍ତ ବର୍ତ୍ତମାନ ଆପଣଙ୍କ ପାଖରେ ଅଛି, ତାହା ହିଁ ହେଉଛି ପ୍ରକୃତ ଜୀବନ। ତାକୁ ଆପଣ ମନ ଖୋଲିକି ଜିଅନ୍ତୁ। ଦେଖନ୍ତୁ, ଅତୀତକୁ ଆପଣ କେବେ ବି ବଦଳେଇ ପାରିବେନି, ଆଉ ଭବିଷ୍ୟତ ଏଯାବତ ଆସିନାହିଁ। ତେଣୁ ଦୁଃଖ କାହିଁକି କରୁଛନ୍ତି? ବରଂ ବର୍ତ୍ତମାନକୁ ସଜାଡ଼ନ୍ତୁ, ଯାହା ଫଳରେ ଆପଣଙ୍କ ଭବିଷ୍ୟତ ସୁଖମୟ ହେଇପାରିବ। ନମ୍ବର 5, ନେଗେଟିଭ୍ ଥିଙ୍କିଂ, ନକାରାତ୍ମକ ଭାବନା। ସାଙ୍ଗମାନେ, କିଛି ଲୋକଙ୍କର ପ୍ରକୃତି ହେଇଥାଏ କି ସବୁ ଜିନିଷର ନେଗେଟିଭ୍ କାଢ଼ିବା। ଯଦି ବର୍ଷା ହୁଏ, ତେବେ ସେମାନେ କୁହନ୍ତି କି ଦେଖୁନ
କେତେ ଅପରିଷ୍କାର ହେଇଗଲା। ଆଉ ଯଦି ଖରା ହୁଏ ତେବେ ସେମାନେ କୁହନ୍ତି ଓହୋ କେଡ଼େ ଜୋରରେ ଗରମ ହେଉଛି, ଏଇ ଗୁଳୁଗୁଳିଟା ଆମକୁ ଆଉ ରଖେଇ ବସେଇ ଦେବନି। ମାନେ ସେମାନଙ୍କୁ ସବୁ ଜିନିଷରେ କେବଳ ଖରାପ ହିଁ ଦେଖାଯାଏ, ଭଲ ଜମାରେ ବି ଦେଖାଯାଏନି। ନେଗେଟିଭ ଥିଙ୍କିଂ ମଣିଷକୁ ଭିତରୁ ଖୋଳ କରିଦିଏ। ତେଣୁ ପଜିଟିଭ ଚିନ୍ତାଧାରାକୁ ଆପଣାନ୍ତୁ, ଦେଖିବେ ଦୁଃଖ ଅଧା ହେଇଯିବ। ନମ୍ବର 6, ଇଗ୍ନୋରାନ୍ସ, ଅଜ୍ଞତା। ମଣିଷ ଦୁଃଖୀ ଏଥିପାଇଁ ବି ରୁହେ କାରଣ ସେ ଜୀବନର ପ୍ରକୃତ ଉଦ୍ଦେଶ୍ୟକୁ ବୁଝିପାରେନି। ସିଏ ଭାବେ କି ପଇସା ହିଁ ସବୁ କିଛି, ନା ହିଁ ସବୁ କିଛି। କିନ୍ତୁ ପ୍ରକୃତ ସୁଖ ଆତ୍ମଜ୍ଞାନ, ଶାନ୍ତି ଆଉ ବୁଝାମଣାରେ ହିଁ ଥାଏ। ଯେ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଏହି ସତ୍ୟକୁ ନ ବୁଝିଛି ସେ ଦୁଃଖ ଭିତରୁ କେବେ ବି ବାହାରି ପାରିବନି। ନମ୍ବର 7, ଗ୍ରିଡ୍, ଲୋଭ। ଆଉ ଟିକେ ଅଧିକ, ଆଉ ଟିକେ ଅଧିକ, ଏଇ ଭାବନା ମଣିଷକୁ ଦୁଃଖୀ କରିଦିଏ। ଆଜି ସାଲାରୀ 16,000 ଅଛି ତ କାଲି 30,000 ଦରକାର, 30,000 ମିଳିଗଲା ପରେ ପୁଣି 50,000 ଦରକାର। ଲୋଭ ଗୋଟିଏ ଏମିତି କୋ ସଦୃଶ ହେଇଥାଏ ସାଙ୍ଗମାନେ, ଯାହାର ତୃଷା କେବେ ବି ମେଣ୍ଟେନି। ନମ୍ବର 8, ଇଗୋ, ଅହଙ୍କାର। ଅହଙ୍କାର ଅର୍ଥ ହେଉଛି ମୁଁ ସବୁଠାରୁ ବଡ଼, ମୁଁ ଯାହା କରୁଛି ଠିକ୍ କରୁଛି, ମୁଁ ଯାହା କହୁଛି ଠିକ୍ କହୁଛି। ଏପରି ମଣିଷ ତା ଲାଇଫରେ କେବେ ବି ଖୁସିରେ ରହିପାରିବନି, କାରଣ ସେ ସର୍ବଦା ଅନ୍ୟକୁ ନିଚା ଦେଖିବାକୁ ଚାହେଁ। ମନେ ରଖନ୍ତୁ, ଯେତେ ବଡ଼ ଅହଙ୍କାର ସେତେ ବଡ଼ ଦୁଃଖ। ତେଣୁ ହମ୍ବଲକୁ ଆପଣାନ୍ତୁ, ବିନମ୍ରତାକୁ ଆପଣାନ୍ତୁ, ଖୁସି ଆପେ ଆପେ ଆସିବ। ନମ୍ବର 9, ଲ୍ୟାକ୍ ଅଫ୍ ଡିସିପ୍ଲିନ୍, ଅନୁଶାସନ ଅଭାବ। ଆଳସ୍ୟ କରିବା, କାମକୁ ଟାଳିବା, ଅବ୍ୟବସ୍ଥିତ ଜୀବନଶୈଳୀକୁ ଆପଣେଇବା, ଏହା ଧୀରେ ଧୀରେ ମଣିଷକୁ ଦୁଃଖୀ ବନେଇଦିଏ। ସକାଳେ ଡେରି ପର୍ଯ୍ୟନ୍ତ ଶୋଇ ରହିବା, କାମକୁ ଟାଳି ଚାଲିବା ଆଉ କର୍ତ୍ତବ୍ୟ ସମ୍ପାଦନ ନ କରିବା, ଏହିସବୁ ଅଭ୍ୟାସ ପରବର୍ତ୍ତୀ ସମୟରେ ଦୁଃଖକୁ ଜନ୍ମ ଦିଏ। ତେଣୁ ଆପଣ ଗୋଟିଏ ଡିସିପ୍ଲିନ୍ ଲାଇଫ୍ ମେଣ୍ଟେନ୍ କରନ୍ତୁ। ଆଉ ଲାଷ୍ଟ, ନମ୍ବର 10, ଇଗ୍ନୋରିଂ ହେଲ୍ଥ, ସ୍ୱାସ୍ଥ୍ୟକୁ ଅଣଦେଖା କରିବା। ଯଦି ଶରୀର ବେମାର ଅଛି କିମ୍ବା ମନ ଅଶାନ୍ତ ଅଛି ତେବେ କୌଣସି ବି ସୁଖ ସ୍ଥାୟୀ ରହିପାରିବ ନାହିଁ। ଖୁସି ରହିବା ପାଇଁ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଇଥାଏ, କାରଣ ଯଦି ଶରୀର ରୋଗଗ୍ରସ୍ତ ହେଇଯାଏ ତେବେ ପାଖରେ ଥିବା ସମସ୍ତ ଧନ ସମ୍ପତ୍ତି, ଐଶ୍ୱର୍ଯ୍ୟ, ପ୍ରାଚୁର୍ଯ୍ୟ ଏସବୁ ମୂଲ୍ୟହୀନ ହେଇଯାଏ। କାରଣ ମନ ତ ସର୍ବଦା ଦେହରେ ରହିବ, ଆପଣ ଖୁସି କେମିତି ହେବେ? କଥାରେ ଅଛି ହେଲ୍ଥ ଇଜ୍ ୱେଲ୍ଥ, ସ୍ୱାସ୍ଥ୍ୟ ହିଁ ପ୍ରକୃତ ସମ୍ପଦ। ତେଣୁ ସ୍ୱାସ୍ଥ୍ୟକୁ କେବେ ବି ଅଣଦେଖା କରନ୍ତୁନି। ଜୀବନରେ ଖୁସି ରହିବା ପାଇଁ ସ୍ୱାସ୍ଥ୍ୟକୁ ଫିଟ୍ ରଖିବା ଅତ୍ୟନ୍ତ ଜରୁରୀ ହେଇଥାଏ। ଧ୍ୟାନ, ଯୋଗ, ସନ୍ତୁଳିତ ଆହାର ଏସବୁ ଦୁଃଖକୁ ବହୁତ କମ୍ କରିଦିଏ। ସାଙ୍ଗମାନେ, ମଣିଷର ଦୁଃଖର ପ୍ରକୃତ କାରଣ ବାହାରେ ନୁହେଁ, ବରଂ ଆମ ଭିତରେ ଥାଏ। ଆମର ଭାବନା, ଆମର ଚିନ୍ତାଧାରା, ଆମର ଅଭ୍ୟାସ ଆଉ ଆମର ଦୃଷ୍ଟିକୋଣ ହିଁ ଆମକୁ ଦୁଃଖୀ କିମ୍ବା ସୁଖୀ କରିଥାଏ। ଯଦି ଆମେ ଆମର ଇଚ୍ଛାକୁ ସୀମିତ କରିବା ଶିଖିନେଉ, ନିଜକୁ ଅନ୍ୟ ସହିତ ତୁଳନା କରିବା ଛାଡ଼ିଦେଉ, ବର୍ତ୍ତମାନରେ ଯିବା ଆରମ୍ଭ କରିଦେଉ ଆଉ ପଜିଟିଭ ଥିଙ୍କିଂ ଆପଣାଉ, ତ ଦୁନିଆର କୌଣସି ବି ଶକ୍ତି ଆମକୁ ଦୁଃଖୀ କରିପାରିବନି। ମନେ ରଖନ୍ତୁ, ଖୁସି ରହିବା ହେଉଛି ଗୋଟିଏ କଳା, ଆଉ ଏ କଳାକୁ ପ୍ରତ୍ୟେକ ମଣିଷ ଶିଖିପାରିବେ। ଆଜିଠୁ ଗୋଟିଏ ସଂକଳ୍ପ ନିଅନ୍ତୁ କି ମୁଁ ମୋ ଦୁଃଖର କାରଣ ନିଜେ ହେବିନି, ମୁଁ ମୋ ଜୀବନକୁ ହସ, ସନ୍ତୋଷ ଆଉ ଶାନ୍ତିରେ ଭରିଦେବି। କାରଣ ଜଣେ ଖୁସିରେ ରହୁଥିବା ବ୍ୟକ୍ତି ହିଁ ଦୁନିଆରେ ଖୁସି ବାଣ୍ଟି ପାରିବ। ତ ସାଙ୍ଗମାନେ, ଆଜି ପାଇଁ ଭିଡ଼ିଓ ଏତିକି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ଏହାକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ। ଆଉ ଆମ ଫ୍ୟାମିଲି ସହିତ ଯୋଡ଼ି ହୋଇ ରହିବା ପାଇଁ ଆଉ ଏହିପରି ପାୱାରଫୁଲ୍ ମୋଟିଭେସନାଲ୍ ଭିଡ଼ିଓକୁ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ହିଁ ଯାଆନ୍ତୁ। ଧନ୍ୟବାଦ।